ଛଅଟି କେସ୍ ଏମିତି ମୋର ଅଛି ଯୋଉଟାକି କମ୍ପ୍ଲେନ୍ କେସ୍ 2021 ମସିହାରେ କି ଯୋଉଟାକି ଆଗରୁ ମୁଁ ମଧ୍ୟ କମ୍ପ୍ଲେନ୍ କେସ୍ 3-4ଟା କେସ୍ କରିଥିଲି ସେଇଥିରେ କି ପିଆଇ ମାନଙ୍କୁ ଫାଇନ୍ ବି ହେଇଛି ଏବଂ ଫାଇନ୍ କଲେକ୍ସନ୍ ବି କରାଯାଇଛି। କିନ୍ତୁ ଏଇ ଲାଷ୍ଟ 6ଟା ଖଣ୍ଡେ ଆସିଛି କମ୍ପ୍ଲେନ୍ କେସ୍ରେ କି ଯୋଉଟାକି କ'ଣ ଗୋଟେ ରେଫରେନ୍ସ ଦିଆଯାଇଛି ଅନରେବୁଲ ସୁପ୍ରିମକୋର୍ଟକୁ ଷ୍ଟେଟ୍ ଅଫ୍ ଆସାମ ଆଉ ଗୋଟେ କ'ଣ ଷ୍ଟେଟ୍ ଅଫ୍ ମଣିପୁର ବୋଧେ ତାର ରେଫରେନ୍ସ ଦେଇକି ମାନେ ଡିସମିସ୍ କରିଦିଆଯାଇଛି କୌଣସି କମ୍ପ୍ଲେନ୍ କେସ୍କୁ ମାନେ ହିୟରିଂ ବିନା ଶୁଣାଣି ଦେଇକି ତାକୁ କ୍ଲୋଜ୍ କରିଦିଆଯାଇଛି। ଆଉ ଗୋଟେ ନୋଟିସ୍ ଆସିଛି ମୋତେ ଯେ 2021 ମସିହାରେ କି 6000 କେସ୍ ମାନେ ଆପଣ ମତାମତ ଦିଅନ୍ତୁ କେସ୍ ଆପଣ ଶୁଣାଣି କରିବାକୁ ଚାହୁଁଛନ୍ତି କି ନାହିଁ ନହେଲେ ଆମେ ଡିସ୍କସ୍ କରିଦେବୁ। ତ ଆମେ ମତାମତ ଦେଲେ ଯାଇକି ସେ କେସ୍ଟା ଚାଲିବ। ତ ମୁଁ ଏଠି କହିବାକୁ ଚାହୁଁଛି ସୂଚନା କମିଶନରକୁ ଯେ ଆଇନ ଅନୁସାରେ ଏପିଲେଣ୍ଟ ମାନେ ପ୍ରେଜେଣ୍ଟ ହେବାର କୌଣସି ବାଧ୍ୟତାମୂଳକ ନୁହେଁ ଯେ ଆପଣଙ୍କ ପାଖରେ ଯାଇ ଏପିଲେଣ୍ଟ ଯାଇକି ହାଜର ହେବେ। ଆପଣ ଏପିଲେଣ୍ଟ ହେଇକି ଲଢ଼ିବା କଥା କିନ୍ତୁ ଓଲଟା ଆପଣମାନେ କେସ୍ ଚାଲିବ କି ନାହିଁ ଏବଂ ଯେହେତୁ 4 ବର୍ଷ ହେଲାଣି କେସ୍ ଚାଲିଛି ସେଥିପାଇଁ ବନ୍ଦ କରିଦେବେ ବୋଲି ସେମାନେ ନୋଟିସ୍ ପଠାଉଛନ୍ତି। ତ ମୋ କହିବା କଥା ଯଦି କେସ୍ ଶୁଣାଣି ଲେଟ୍ ହେଉଛି ତା ପାଇଁ ଆମେ କ'ଣ ଅପିଲ କରିଟା ଦାୟୀ କି ଆମେ ତ ଦାୟୀ ନୁହେଁ ନା। ଆପଣମାନେ ଗୋଟେ ଦିନରେ 3.5 ଲକ୍ଷ ଦରମା ନେଇକି ମଧ୍ୟ ଗୋଟେ ଦିନରେ 5ରୁ 10ଟା କେସ୍ ହିୟରିଂ କରୁଛନ୍ତି। ଆପଣମାନେ ଯଦି 20-30ଟା କେସ୍ କିମ୍ବା 50ଟା କେସ୍ ଯଦି ହିୟରିଂ କରିଥାନ୍ତେ ତାହେଲେ ଆମ କେସ୍ ଜଲ୍ଦି ହେଇଯାଇଥାନ୍ତା ବର୍ଷ ଭିତରେ ହିୟରିଂ ହେଇଥାନ୍ତା। ତ ଆପଣମାନେ କାହିଁକି ଲେଟ୍ କରୁଛନ୍ତି? ଆପଣମାନଙ୍କ ପାଇଁ ଯଦି ଯୋଉ ପିଆଇ ମାନେ ଇନଫର୍ମେସନ ଦଉନାହାନ୍ତି ତାମାନେ ସେମାନେ ତ ଭୁଲ କରୁଛନ୍ତି ଆଇନ ଅନୁସାରେ ସେମାନେ ଦଣ୍ଡିତ ହେବା କଥା। ତ ଏଥିରେ ପଚାରିବାର କ'ଣ ଅଛି? ଆପଣଙ୍କ ପିଆଇ ମାନେ ତ 100% ଦାୟୀ କାହିଁକି ଇନଫର୍ମେସନ ଦଉନାହାନ୍ତି ଶହ ସୂଚନା କର୍ମୀଙ୍କୁ ହାରାସମେଣ୍ଟ କରୁଛନ୍ତି। ତ ଆପଣମାନେ ତ ଆକ୍ସନ ନେବା କଥା। ଆପଣ ଓଲଟା ପଚାରୁଛନ୍ତି ଯେ 4 ବର୍ଷ 5 ବର୍ଷ କେସ୍ ପୁରୁଣା ହେଲାନି ତେଣୁ ଆପଣ ମତାମତ ଦିଅନ୍ତୁ ଆପଣଙ୍କ କେସ୍ ଚାଲିବ କି ନାହିଁ। ତ ମୁଁ ଭାବୁଛି ଯେତିକି ପିଆଇଓ ବା ଫାଷ୍ଟ ଏଫେୟାର ଅଥରିଟି ଏଟା ଆପଣଙ୍କର ପ୍ରି ପ୍ଲାନ୍ ଯେମାନେ ସୂଚନା ଦେବୁ ନାହିଁ ଯାହା କରିବା କଥା କରନ୍ତୁ। ତ ଏମାନେ ଇନଫର୍ମେସନ ନ ଦେଇକି ବି ମନ ଇଚ୍ଛା ଘରେ ବସୁଛନ୍ତି। ଆମର ଏମିତି ବି ଆଇନ ଅନୁସାରେ 30 ଦିନ ସମୟ ଦିଆହେଉଛି ପିଆଇଓଙ୍କୁ। ତାପରେ ଫାଷ୍ଟ ଏପିଲ ହିୟରିଂ ପାଇଁକି ବି 30 ଦିନ ସମୟ ଦିଆହେଉଛି। ତାପରେ ପୁଣି 90 ଦିନ ସମୟ ଦିଆହେଉଛି ସେକେଣ୍ଡ ଏପିଲ କରିବା ପାଇଁକି ବି। ତ ଏମିତି ବି 5 ମାସ ମିଳିଯାଉଛି। ତାପରେ ଯଦି 3 ବର୍ଷ 4 ବର୍ଷ ପରେ ଆମକୁ ଇନଫର୍ମେସନ ଯଦି ମିଳୁନାହିଁ ତ ୟା ପାଇଁ ଦାୟୀ କିଏ? ନିଶ୍ଚିତ ଭାବରେ ସୂଚନା କମିଶନକୁ ଏଥିରେ ଇନଡାଇରେକ୍ଟ ହେଲ୍ପ କରୁଛନ୍ତି। ସେଇଥିପାଇଁ କୌଣସି ସୂଚନା ଆମକୁ ମିଳୁନାହିଁ କୌଣସି ଅଫିସ।